ଯାତ୍ରା ପୁସ୍ତକ 24 ପର୍ବ। ଅନନ୍ତର ସେ ମୋଶାଙ୍କୁ କହିଲେ, ତୁମ୍ଭେ ଓ ହାରଣ, ନାଦବ, ଅବିହୁ ଓ ଇସ୍ରାଏଲ ପ୍ରାଚୀନ ବର୍ଗର 70 ଜଣ ତୁମେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର। କେବଳ ମୋଶା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କେବଳ ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ। ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହି ସବୁ ବାକ୍ୟ ଓ ଶାସନ ବିଷୟ ଲୋକମାନଙ୍କୁ କହନ୍ତେ ସମସ୍ତେ ଏକସ୍ୱରରେ ଉତ୍ତର କଲେ, ସଦାପ୍ରଭୁ ଯେସବୁ କଥା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା। ଅନନ୍ତର ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପୁଣି ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦୀ ଓ ଇସ୍ରାଏଲ ଦ୍ୱାଦଶ ବଂଶ ଅନୁସାରେ 12 ସ୍ତମ୍ଭ ନିର୍ମାଣ କଲେ। ଆଉ ସେ ଇସ୍ରାଏଲ ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ। ତ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦୀ ଉପରେ ସେଚନ କଲେ। ପୁଣି ନିୟମ ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ ଗୋଚରରେ ପାଠ କଲେ। ତହିଁରେ ସେମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା। ତ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି ସେହି ନିୟମର ରକ୍ତ ଏହି। ତେବେ ମୋଶା, ହାରଣ, ନାଦବ, ଅବିହୁ ଓ ଇସ୍ରାଏଲର ପ୍ରାଚୀନ ବର୍ଗର 70 ଜଣ ଆରୋହଣ କଲେ। ଆଉ ସେମାନେ ଇସ୍ରାଏଲ ପରମେଶ୍ୱରଙ୍କୁ ଦର୍ଶନ କଲେ। ପୁଣି ତାହାଙ୍କ ଚରଣ ତଳ ସ୍ଥାନ ଉଜ୍ଜଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା। ଆଉ ସେ ଇସ୍ରାଏଲ ସନ୍ତାନଗଣର ଅଧ୍ୟକ୍ଷମାନଙ୍କର ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ, ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି ଭୋଜନ ପାନ କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ। ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ ତାହା ଅର୍ଥାତ୍ ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ 2 ଖଣ୍ଡ ପ୍ରସ୍ତର ଫଳକ ତୁମ୍ଭକୁ ଦେବା। ତହିଁରେ ମୋଶା ଓ ତାଙ୍କର ପରିଚାରକ ଝିଅଝିଅ ଉଠିଲେ। ପୁଣି ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ। ଆଉ ସେ ପ୍ରାଚୀନ ବର୍ଗଙ୍କୁ କହିଲେ, ଆମ୍ଭେମାନେ ଯେ ଯାଏ ତୁମ ନିକଟକୁ ବାହୁଡ଼ି ନ ଆସୁ, ସେ ଯାଏ ତୁମେମାନେ ଆମ୍ଭମାନଙ୍କ ଅପେକ୍ଷାରେ ଏଇଠି ଥାଅ। ଦେଖ, ହାରଣ ଓ ହୁର ତୁମମାନଙ୍କ ନିକଟରେ ଅଛନ୍ତି। କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ ସେ ସେମାନଙ୍କ ନିକଟକୁ ଯାଉ। ଏଉତାରେ ମୋଶା ପର୍ବତରେ ଚଢ଼ିଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା। ତହିଁରେ ସିନାଇ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା, ଆଉ ତାହା 6 ଦିନ ମେଘାଚ୍ଛନ୍ନ ହୋଇ ରହିଲା। ତହିଁ ଉତ୍ତାରେ ସେ 7ମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। ତହିଁରେ ଇସ୍ରାଏଲ ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନିତୁଲ୍ୟ ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। ପୁଣି ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି 40 ଦିବାରାତ୍ର ସେହି ପର୍ବତ ଉପରେ ରହିଲେ। ଯାତ୍ରା ପୁସ୍ତକ 25 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ, ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ। ପୁଣି ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ ଓ ରକ୍ତୀକୃତ ମେଷଚର୍ମ ଓ ଶିଶୁକ ଚର୍ମ ଓ ସିଟିମ୍ କାଷ୍ଠ, ଦୀପ ନିମନ୍ତେ ତୈଳ, ପୁଣି ଅଭିଷେକାର୍ଥେ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ, ପୁଣି ଏଫଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ। ପୁଣି ତହିଁ ନିମନ୍ତେ ସ୍ୱର୍ଣ୍ଣର 4 କଡ଼ା ଛାଞ୍ଚରେ ଢାଳି ତହିଁର 4 କୋଣରେ ଦେବ। ତହିଁରେ ଏକ ପାର୍ଶ୍ୱରେ 2 କଡ଼ା ଓ ଅନ୍ୟ ପାର୍ଶ୍ୱରେ 2 କଡ଼ା ରହିବ। ଆଉ ତୁମେ ସିଟିମ୍ କାଷ୍ଠରେ 2 ସାଙ୍ଗି କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର 2 ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗି ପ୍ରବେଶ କରାଇବ। ସେହି ସାଙ୍ଗି ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ପୁଣି ସେହି ସିନ୍ଦୁକରେ ରଖିବ। ଏ ଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ 2.5 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ଥ ଏକ ପାପାଛାଦନ ନିର୍ମାଣ କରିବ। ତୁମେ ସୁବର୍ଣ୍ଣର 2 କିରୁବ ପ୍ରସ୍ତୁତ କରିବ। ପିଟା କର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଛେଦନର 2 ମୁଣ୍ଡରେ ଦେବ। ଏକ କିରୁବ ଏକ ମୁଣ୍ଡରେ
ଅନ୍ୟ କିରୁବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ। ଦୁଇ କିରୁବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ। ପୁଣି କିରୁବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ। ପାପାଚ୍ଛାଦନ ପ୍ରତି କିରୁବମାନଙ୍କର ମୁଖ ରହିବ। ତୁମ୍ଭେ ଏହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ। ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ କିରୁବଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। ତହିଁଉତାରୁ ତୁମେ ସିଟିମ୍ କାଷ୍ଠରେ 2 ହସ୍ତ ଦୀର୍ଘ ଓ 1 ହସ୍ତ ପ୍ରସ୍ଥ ଓ 1.5 ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ। ପୁଣି ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ। ପୁଣି ତହିଁର ଚତୁର୍ଦ୍ଦିଗରେ 4 ଅଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ। ଆଉ ସୁବର୍ଣ୍ଣ ନିର୍ମିତ 4 କଡ଼ା କରି ତହିଁର 4 ପାହ୍ୟାର 4 କୋଣରେ ରଖିବ। ମେଜ ବହନାର୍ଥେ ସାଙ୍ଗିର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ ପାର୍ଶ୍ୱରେ ଥିବ। ପୁଣି ସେହି ମେଜ ବହନାର୍ଥେ ସିଟିମ୍ କାଷ୍ଠରେ ସାଙ୍ଗି ପ୍ରସ୍ତୁତ କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ଥାଳି ଓ ଚମସ ଓ ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ। ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ। ତୁମେ ସେହି ମେଜ ଉପରେ ଆମ୍ଭ ଅଗ୍ରତେ ନିତ୍ୟ ନିତ୍ୟ ଦର୍ଶନୀୟ ରୋଟି ରଖିବ। ଆହୁରି ତୁମେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ। ପିଠାକର୍ମରେ ଦୀପବୃକ୍ଷ ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ। ଅର୍ଥାତ୍ ତହିଁର ଏକ ପାର୍ଶ୍ୱରୁ 3 ଦୀପ ଶାଖା ଓ ଅନ୍ୟ ପାର୍ଶ୍ୱରୁ 3 ଦୀପ ଶାଖା, ଏହି ରୂପେ 2 ପାର୍ଶ୍ୱରୁ 6 ଶାଖା ନିର୍ଗତ ହେବ। ତହିଁର ଏକ ଶାଖାରେ ବାଦାମ ପୁଷ୍ପାକୃତି 3 ଗୋଲାଧାର କଳିକା ଓ ପୁଷ୍ପ ରହିବ। ପୁଣି ଅନ୍ୟ ଶାଖାରେ ବାଦାମ ପୁଷ୍ପାକୃତି 3 ଗୋଲାଧାର କଳିକା ଓ ପୁଷ୍ପ ରହିବ। ସେହି ଦୀପବୃକ୍ଷରୁ ନିର୍ଗତ 6 ଶାଖାରେ ଏହି ରୂପେ ହେବ। ମାତ୍ର ଦୀପବୃକ୍ଷରେ ବାଦାମ ପୁଷ୍ପାକୃତି 4 ଗୋଲାଧାର ଓ କଳିକା ଓ ପୁଷ୍ପ ରହିବ। ପୁଣି ସେହି ଦୀପବୃକ୍ଷରୁ ଯେଉଁ 6 ଶାଖା ନିର୍ଗତ ହୁଏ, ସେମାନଙ୍କର ଏକ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟ ଶାଖାର ଦ୍ୱୟ ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। ଆଉ କଳିକା ଓ ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ୱର୍ଣ୍ଣରେ ନିର୍ମିତ ଏକ ପିଠାକର୍ମ ହେବ। ଆଉ ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସେହି ପ୍ରଦୀପ ଜଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ। ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଦାନୀ ନିର୍ମାଣ କରିବ। ଏ ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ମହମ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ। ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେ ଆଦର୍ଶ ପ୍ରଦର୍ଶିତ ହୋଇଅଛି, ସେହି ରୂପେ ସବୁ କର। ଯାତ୍ରା ପୁସ୍ତକ 26 ପର୍ବ। ଆହୁରି ତୁମେ 10 ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ। ସେହିସବୁ ଯବନିକା ଶୁଭ୍ର, କ୍ଷୋମ ଓ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ। ତହିଁର ଶିଳ୍ପିତ କିରୁବମାନଙ୍କର ଆକୃତି ରହିବ। ସେହି ପ୍ରତ୍ୟେକ ଯବନିକା 28 ହସ୍ତ ଦୀର୍ଘ ଓ 4 ହସ୍ତ ପ୍ରସ୍ଥ ସମସ୍ତ ଯବନିକାର ଏକ ପରିମାଣ ହେବ। ପୁଣି ଏକତ୍ର 5 ଯବନିକାର ପରସ୍ପର ଯୋଗ ରହିବ। ଆଉ ଅବଶିଷ୍ଟ 5 ଯବନିକାର ପରସ୍ପର ଯୋଗ ରହିବ। ଆଉ ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ନୀଳସୂତ୍ରର ଗୁଣ୍ଡିଘରା କରିବ ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ। ଅର୍ଥାତ୍ ପ୍ରଥମ ଯବନିକାର ଧଡ଼ିରେ 50 ଗୁଣ୍ଡିଘରା କରିବ ଓ ଯୋଡ଼ା ସ୍ଥାନରେ ଦ୍ୱିତୀୟ ଯବନିକାର ଧଡ଼ିରେ 50 ଗୁଣ୍ଡିଘରା କରିବ। ସେହି 2 ଗୁଣ୍ଡିଘରା ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ। ପୁଣି 50 ସ୍ୱର୍ଣ୍ଣ ଘୁଣ୍ଡି କରି ଘୁଣ୍ଡିରେ ଯବନିକା ସକଳ ପରସ୍ପର ଯୋଡ଼ିବ। ତହିଁର ଏକ ଆବାସ ହେବ। ଆଉ ସେହି ଆବାସ ଉପରେ ଆଚ୍ଛାଦନଥକ ତମ୍ବୁ ନିମନ୍ତେ ଛାଗଲୋମର 11 ଯବନିକା ପ୍ରସ୍ତୁତ କରିବ। ସେ ପ୍ରତ୍ୟେକ ଯବନିକାର ଦୀର୍ଘତା 30 ହସ୍ତ ଓ ପ୍ରସ୍ଥତା 4 ହସ୍ତ। ଏହି 11 ଯବନିକାର ଏକ ପରିମାଣ ହେବ। ଏ ଉତ୍ତାରେ 5 ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ 6 ଯବନିକା ପୃଥକ ରଖିବ।
ପୁଣି ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ। ଆଉ ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ 50 ଘୁଣ୍ଡି ଘରା କରିବ ଓ ଦ୍ୱିତୀୟ ଯବନିକାର ଯୋଡ଼ା ସ୍ଥାନ ଧଡ଼ିରେ 50 ଘୁଣ୍ଡି ଘରା କରିବ। ଆଉ ପିତ୍ତଳର 50 ଘୁଣ୍ଡି କରି ସେ ଘୁଣ୍ଡି ଘରାରେ ପ୍ରବେଶ କରାଇ ତମ୍ବୁ ଯୋଡ଼ିବ। ତହିଁରେ ଏହା ଏକ ତମ୍ବୁ ହେବ। ସେହି ତମ୍ବୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍ ଯେଉଁ ଅର୍ଦ୍ଧ ଯବନିକା ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍ ପାର୍ଶ୍ୱରେ ଓହଳି ରହିବ। ଆଉ ତମ୍ବୁ ଯବନିକାର ଦୀର୍ଘତାର ଯେଉଁ ଅଂଶ ଏ ପାର୍ଶ୍ୱରେ 1 ହସ୍ତ ଓ ସେ ପାର୍ଶ୍ୱରେ 1 ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏ ପାର୍ଶ୍ୱ ସେ ପାର୍ଶ୍ୱରେ ଆଚ୍ଛାଦନାର୍ଥେ ଝୁଲିବ। ଏ ଉତ୍ତାରେ ତୁମେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ। ଅନନ୍ତର ତୁମେ ଆବାସ ନିମନ୍ତେ ସିଟିମ୍ କାଷ୍ଟର ଠିଆ ପଟା ପ୍ରସ୍ତୁତ କରିବ। ଏକ ପଟା 10 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ଥ ହେବ। ତହିଁର ପରସ୍ପର ଅନୁରୂପ 2 ପାଦ କରିବ। ଏହି ରୂପେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କରିବ। ଆଉ ଆବାସ ନିମନ୍ତେ ଯେ ସବୁ ପଟା କରିବ, ସେ ମଧ୍ୟରୁ ଦକ୍ଷିଣ ଦିଗରେ ଦକ୍ଷିଣ ପାର୍ଶ୍ୱ ନିମନ୍ତେ 20 ପଟା, ପୁଣି ସେହି 20 ପଟା ତଳେ 40 ରୂପାର ଚୁଙ୍ଗି କରିବ। ଏକ ପଟା ତଳେ ତହିଁର 2 ପଦ ନିମନ୍ତେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କର 2 ପଦ ନିମନ୍ତେ 2 ଚୁଙ୍ଗି ହେବ। ପୁଣି ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ 20 ପଟା ହେବ। ଏକ ପଟା ତଳେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ 2 ଚୁଙ୍ଗି। ଏ ରୂପେ ରୂପାର 40 ଚୁଙ୍ଗି ହେବ। ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ 6 ଖଣ୍ଡ ପଟା ହେବ। ପୁଣି ଆବାସର ସେହି ପଶ୍ଚାତ୍ ଭାଗର 2 କୋଣରେ 2 ଖଣ୍ଡ ପଟା ହେବ। ପୁଣି ତହିଁ ତଳେ ଯୋଡ଼ା ହେବ ଓ ସେହି ରୂପେ ତହିଁ ମୁଣ୍ଡରେ ପ୍ରଥମ କଡ଼ା ନିକଟରେ ଯୋଡ଼ା ହେବ। ଏହି ରୂପେ 2ରେ ହେବ। ତାହା ସବୁ 2 କୋଣ ନିମନ୍ତେ ହେବ। ତହିଁରେ ତହିଁର ପଟା 8 ଖଣ୍ଡ ହେବ ଓ ତହିଁର 16 ରୂପା ଚୁଙ୍ଗି ହେବ। ଏକ ପଟା ତଳେ 2 ଚୁଙ୍ଗି ଓ ଅନ୍ୟାନ୍ୟ ପଟା ତଳେ 2 ଚୁଙ୍ଗି ହେବ। ଆଉ ତୁମେ ସିଟମ୍ କାଷ୍ଟର ଅର୍ଗଳ ପ୍ରସ୍ତୁତ କରିବ। ଆବାସର ଏକ ପାର୍ଶ୍ୱସ୍ଥ ପଟାରେ 5 ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ 5 ଅର୍ଗଳ ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ 5 ଅର୍ଗଳ ଦେବ। ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇବ। ଆଉ ସେହିସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ। ପୁଣି ଅର୍ଗଳ ସକଳ ସୁବର୍ଣ୍ଣରେ ମଡ଼ାଇବ। ଏହି ପ୍ରକାର ଆବାସର ଯେଉଁ ଆଦର୍ଶ ପର୍ବତରେ ତୁମ୍ଭକୁ ପ୍ରଦର୍ଶିତ ହୋଇଅଛି, ତଦନୁସାରେ ତାହା ପ୍ରସ୍ତୁତ କରିବ। ଆଉ ତୁମେ ନୀଳବର୍ଣ୍ଣ ଓ ଧୂମବର୍ଣ୍ଣ, ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ରରେ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରିବ। ତାହା ନିପୁଣ ଶିଳ୍ପାକାରର କର୍ମରେ କିରୁବଗଣର ଆକୃତି ବିଶିଷ୍ଟ କରାଯିବ। ତୁମେ ତାହା ସୁବର୍ଣ୍ଣରେ ମଡ଼ାଇ ସିଟିମ୍ କାଷ୍ଟର 4 ସ୍ତମ୍ଭ ଉପରେ ଟଙ୍ଗାଇବ। ପୁଣି ରୂପାର 4 ଚୁଙ୍ଗି ଉପରେ ସେମାନଙ୍କର ସ୍ୱର୍ଣ୍ଣର ଆଙ୍କଡ଼ା ସବୁ ବସାଇଦେବ। ପୁଣି ଘୁଣ୍ଡି ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟ ରୂପ ସିନ୍ଧୁକ ଆଣିବ। ତହିଁରେ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ। ଆଉ ତୁମ୍ଭେ ମହାପବିତ୍ର ସ୍ଥାନରେ ସାକ୍ଷ୍ୟ ସିନ୍ଧୁକ ଉପରେ ପାପାଛେଦନ ରଖିବ। ବିଚ୍ଛେଦ ବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପ ବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ। ପୁଣି ଆବାସର ଦ୍ୱାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ର ନିର୍ମିତ ଚିତ୍ର ବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ। ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ 5 ଗୋଟି ସିଟିମ୍ କାଷ୍ଟର ସ୍ତମ୍ଭ ନିର୍ମାଣ କରି ସ୍ୱର୍ଣ୍ଣ ମଡ଼ାଇବ। ପୁଣି ସ୍ୱର୍ଣ୍ଣରେ ତହିଁର ଆଙ୍କଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର 5 ଚୁଙ୍ଗି ଢାଳିବ।